ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଜିଲ୍ଲା ଶିକ୍ଷା ଅଧୀନରେ ଥିବା ପେଗରପଡ଼ା ସୁରେନ୍ଦ୍ରନାଥ ସାମଲ ଉପ୍ର ବିଦ୍ୟାଳୟରେ ଶୁକ୍ରବାର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଧେନୁଜା ଖୋଜା ଏମଇ ସ୍କୁଲର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମିଶ୍ର। ମୁଖ୍ୟ ଅତିଥି କୁଡ଼ିଆ ପଞ୍ଚାୟତ ସରପଞ୍ଚ ଗୌରାଙ୍ଗ ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ଜିଲ୍ଲା ପରିଷଦ ସଦସ୍ୟା ଦେବିକା ସୋରେନ, ସମ୍ମାନିତ ଅତିଥି କୁଡ଼ିଆ ପଞ୍ଚାୟତ ସମିତି ସଭ୍ୟ ଜୟପ୍ରକାଶ ନାରାୟଣ ବେହେରା, ସିଆରସିସି ପ୍ରଶାନ୍ତ ଦାସ ଯୋଗ ଦେଇଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ଶମ୍ଭୁନାଥ ବିଶ୍ୱାଳ, ଶିକ୍ଷୟତ୍ରୀ ହେମଲତା ପଟ୍ଟନାୟକ, ଶିକ୍ଷୟତ୍ରୀ ନମିତା ନାୟକ, ଶିକ୍ଷୟତ୍ରୀ ସୁକନ୍ତଳା ଦଳାଇ, ଶିକ୍ଷକ ଶେଖ କଲିମୁଲ୍ଲା। ଏହି ବିଦାୟ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁଙ୍କୁ ଏର ବିଦ୍ୟାଳୟ ପ୍ରତି ଜୀବନକୁ ଉତ୍ସର୍ଗୀକୃତ କରି କୁନି କୁନି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଠନ କରିବାରେ ବିନ୍ଧାଣୀ ସାଜିଥିଲେ ବୋଲି ସଭ୍ୟମାନେ ମତବ୍ୟକ୍ତ କରିଥିଲେ। ଏହି ବିଦ୍ୟାଳୟକୁ ଗଢ଼ି ତୋଳିବାର ସ୍ୱପ୍ନ ଦେଖିଥିଲେ। ସେମାନଙ୍କ ମଧ୍ୟରୁ ପ୍ରହ୍ଲାଦ ସାମଲ, ନିତ୍ୟାନନ୍ଦ ପାତ୍ର, ଶରତ ଦାସ, ବୈଦ୍ୟନାଥ ପାତ୍ର, ଗଣେଶ୍ୱର ପାତ୍ର, କୌଶିକ ରଣା, ଶିରିଷ ଦାସ, ସୁବ୍ରତ ପାତ୍ର, ବାବୁନ ପାତ୍ର, ଦୀନବନ୍ଧୁ ମଲ୍ଲିକ, ଅନ୍ତର୍ଯାମୀ ଜେନାଙ୍କ ଅବଦାନରେ 1999 ମସିହାରେ ଚାଳ ଘରେ ଏହା ଶୁଭାରମ୍ଭ ହୋଇଥିଲା। ଶେଷରେ ଗଗନ ପ୍ରଧାନ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ଶେଷ କରିଥିଲେ। ବାଲେଶ୍ୱର ଜିଲ୍ଲା ପ୍ରତିନିଧି ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।